ବର୍ତ୍ତମାନ ଦେଖନ୍ତୁ ସୁଭଦ୍ରା ଯୋଜନାର ଲିଷ୍ଟ ବର୍ତ୍ତମାନ ଜିଲ୍ଲା ମାନଙ୍କରେ ଆସି ସାରିଲାଣି, ଯେଉଁଟା କି ଆପଣଙ୍କ ନାମ ଯଦି ସୁଭଦ୍ରା ଯୋଜନାର ଏଲିଜିବଲ ଲିଷ୍ଟରେ ନାମ ଅଛି, ଆପଣଙ୍କୁ ସୁଭଦ୍ରା ଯୋଜନାର ଟଙ୍କାଟା ମିଳିବ, ଆଉ ଯାହାର ନାମ ନାହିଁ ସେମାନଙ୍କର ମିଳିବ ନାହିଁ। ତ କେଉଁ ଜିଲ୍ଲାର ଆସିଛି ସେ ବିଷୟରେ ସବୁ ଆଲୋଚନା କରିନେବା, ଏବଂ ଯାହା ଯାହାର ଅଣ୍ଡର ପ୍ରୋସେସ ଅଛି ସେଇ ବିଷୟରେ ମଧ୍ୟ ସବୁ ଆଲୋଚନା କରିନେବା। ନମସ୍କାର ଦର୍ଶକ ବନ୍ଧୁ ମାନେ, ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓରେ, ଯେଉଁଟାକି ସୁଭଦ୍ରା ଯୋଜନାକୁ ନେଇ ବହୁତ ବଡ଼ ଅପଡେଟ୍ ଆସିଛି, ଯେଉଁଟାକି ଭିଡ଼ିଓ ମାଧ୍ୟମରେ ସବୁ ଆଲୋଚନା କରିନେବା। ତାପରେ ସେମାନେ ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବ। ଆମ ଚ୍ୟାନେଲ ଉପରେ ଆପଣ ନୂଆ ଆସିଛନ୍ତି, ଏବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ। ତା ସହିତ ନୋଟିଫିକେସନ ବେଲ୍ ଆଇକନ୍ ଦେବେ ଅଲ୍ କରନ୍ତୁ, ଯେତେବେଳେ ନୂଆ ନୂଆ ଅପଡେଟ୍ ଦେବୁ ସର୍ବପ୍ରଥମେ ଆମ ନୋଟିଫିକେସନ ସମସ୍ତେ ପାଇପାରିବ। ବର୍ତ୍ତମାନ ଦେଖନ୍ତୁ, ପୂର୍ବରୁ ଯେଉଁ ଫିଲ୍ଡ ଭେରିଫିକେସନ ସବୁ ହଉଥିଲା ପ୍ରତି ଗାଁ ପ୍ରତି ଜିଲ୍ଲାରେ ଯେଉଁ ହଉଥିଲା, ଦେଖନ୍ତୁ ସେଇ ଲିଷ୍ଟଟା ବର୍ତ୍ତମାନ ଆସିବାକୁ ଯାଉଛି। ଆଉ ପ୍ରତି ଜିଲ୍ଲାରେ ତ ଏବେ ଆସିନି, ହେଲେ କେଉଁ ଜିଲ୍ଲାରେ କିଛି ଜିଲ୍ଲାରେ ଦେଖନ୍ତୁ ଲିଷ୍ଟ ଆସିଛି, ଯେଉଁଟାକି ମୁଁ ତମକୁ ଦେଖାଇ ଦଉଛି। ପୁରୀ ଜିଲ୍ଲାରେ ଆସିଛି, ଯେଉଁଟାକି ସମ୍ବଲପୁର ଜିଲ୍ଲାରେ ମଧ୍ୟ ଆସିଛି, ପୁରୀ, ସମ୍ବଲପୁର, ଆଉ ତା ସହିତ ଦେଖନ୍ତୁ ଆମର ଦେବଗଡ଼ ଜିଲ୍ଲା ବି ଆସିଛି। ତ ଦେଖନ୍ତୁ ନିଜ ନିଜ ଜିଲ୍ଲାରେ ଆସିଛି ନା, ସେଟା କେମିତି ଜାଣିବ? ତ ଆପଣ ଯଦି ଇଲିଜିବୁଲ ଯଦି ନାମ ଅଛି, ଆପଣ ମାନେ এই ଯୋଜନାରୁ ବାଦ ପଡ଼ିବେନି, ଆପଣଙ୍କୁ ତ ଏ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଆଉ ଯେଉଁ ଫିଲ୍ଡ ଭେରିଫିକେସନ ହେଇଥିଲା, ବର୍ତ୍ତମାନ ତ ଲିଷ୍ଟ ଆସିଛି, ଯେଉଁଟାକି ଆପଣମାନେ ଦେଖିପାରୁଥିବେ। ଏଠାରେ ଜିଲ୍ଲା ନାମ ଲେଖା ହେଇଛି, କେଉଁ ବ୍ଲକ, ନିଜ ଗ୍ରାମ ପଞ୍ଚାୟତ ନାମ ମଧ୍ୟ ଲେଖା ହେଇଛି, ଏବଂ ଯେଉଁ ହିତାଧିକାରୀ ମାନେ ଆପ୍ଲାଏ କରିଥିଲେ ତାଙ୍କର ଦେଖନ୍ତୁ ଆପ୍ଲିକେସନ ଆଇଡି ନମ୍ବର ଅଛି, ଆପ୍ଲିକାଣ୍ଟ ନାମ ରହିଛି, ଫାଦର ହଜବେଣ୍ଡ ନେମ୍ ରହିଛି। ତ ଆପଣମାନେ ଏଇ ପ୍ରୋଭିଜନାଲ ଲିଷ୍ଟ ଯଦି ଦେଖନ୍ତୁ, ଆପଣଙ୍କ ଯୋଗ୍ୟ ତାଲିକାରେ ଯଦି ଆପଣଙ୍କ ନାମ ଆସିଛି, ଆପଣ ଏଇ ଯୋଜନା ବାଦ ପଡ଼ିବେ ନାହିଁ। ଆଉ ଯେଉଁମାନଙ୍କର ଦେଖନ୍ତୁ ଅଯୋଗ୍ୟ ତାଲିକାରେ ନାମ ଆସିଯାଇଛି, ସେମାନେ ଦେଖନ୍ତୁ ଅତି ଶୀଘ୍ର ଫିଲ୍ଡ ଭେରିଫିକେସନ କରାଇ ନିଅନ୍ତୁ। ସେମାନେ ଦେଖନ୍ତୁ ତାଙ୍କର ଜମି ଯାହାର 5 ଏକରରୁ ଅଧିକ ଅଛି, ସେଇ ବିଷୟରେ ଦେଖନ୍ତୁ, ସେଥିପାଇଁ ସେମାନେ ଭେରିଫିକେସନ କରିଲା ସମୟରେ ସେଥିପାଇଁ ତାଙ୍କର ଲିଷ୍ଟରେ ନାମ ନାହିଁ। ଆଉ ଯେଉଁମାନଙ୍କର ଦେଖନ୍ତୁ 4 ଚକିଆ ଯାନ ରହିଛି, ଗାଡ଼ି ମଟର ରହିଛି, ସେମାନଙ୍କୁ ମଧ୍ୟ এই ଯୋଜନା ବାଦ ଦିଆଯାଇଛି। ସବୁ ଜିଲ୍ଲାର ତ ଏବେ ଲିଷ୍ଟ ଆସିନି, କିଛି କିଛି ଜିଲ୍ଲାର ଆସିଛି, ଯେଉଁଟାକି ପୁରୀ ଜିଲ୍ଲା ପାଇଁ ଆସିଛି, ଏବଂ ସମ୍ବଲପୁର ପାଇଁ ଆସିଛି, ଆଉ ଦେବଗଡ଼ ପାଇଁ ଆସିଛି। ତ ଆପଣମାନେ କେଉଁ କେଉଁ ଜିଲ୍ଲାରୁ ଆମ ଭିଡ଼ିଓଟିକୁ ଦେଖୁଛନ୍ତି, ନିଜ ନିଜ ଜିଲ୍ଲା ନାମ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆପଣଙ୍କ ସବୁ ଡିଟେଲ୍ସ କମେଣ୍ଟ କରିଦିଅନ୍ତୁ, ଯେ ଆପଣଙ୍କ ଲିଷ୍ଟ ବି ଆମେ ଦେଖି ତମକୁ ମୁଁ ଜଣାଇ ପାରିବି କେଉଁ ଜିଲ୍ଲାରୁ ଭିଡ଼ିଓଟିକୁ ଦେଖୁଛନ୍ତି ଯେ। ତ ଦେଖନ୍ତୁ ଅଣ୍ଡର ପ୍ରୋସେସ ବିଷୟରେ ମଧ୍ୟ ସବୁ ଆଲୋଚନା କରିବା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେଖନ୍ତୁ ସରକାର ଘୋଷଣା କରିଥିଲେ ପୂର୍ବରୁ ଯେ 15 ତାରିଖ ପରେ ମିଳିବ, ହେଲେ ବର୍ତ୍ତମାନ ତାରିଖ ଘୋଷଣା କରିନାହାନ୍ତି। ଦେଖନ୍ତୁ ଯେଉଁମାନଙ୍କ ଷ୍ଟାଟସ ଦେଖନ୍ତୁ ବର୍ତ୍ତମାନ ଅଣ୍ଡର ପ୍ରୋସେସ ରହିଯାଇଛି, ଆଉ ଦେଖ ଇକ୍ୱାସିଟି ପେଣ୍ଡିଂ ରହିଛି କିମ୍ବା ଏଠାରେ କମ୍ପ୍ଲିଟେଡ୍ ହୋଇଥିବ। ଆଉ ଯେଉଁମାନଙ୍କର ଇକ୍ୱାସି ପ୍ରକାର ଦେଖନ୍ତୁ ବାୟୋମେଟ୍ରିକ ଏଠାରେ ହେଇଛି କି ନାହିଁ, ଦେଖନ୍ତୁ ବାୟୋମେଟ୍ରିକ ଶୋ କରିବ। ଆଉ ଯାହାର ଅଣ୍ଡର ପ୍ରୋସେସ ସେମାନେ କ'ଣ କରିବେ, ଦେଖନ୍ତୁ ସେମାନେ ନିଜ ନିଜ ଦେଖନ୍ତୁ ଫିଲ୍ଡ ଭେରିଫିକେସନ ହୋଇଛି କି ନାହିଁ, ସେଇଟା ନିଜ ବ୍ଲକକୁ ଯାଇ ଫିଲ୍ଡ ଭେରିଫିକେସନ ଆପଣ କରିବା ପାଇଁ କୁହନ୍ତୁ। ନିଜ ଗ୍ରାମ ପଞ୍ଚାୟତର ସରକାରୀ ଅଧିକାରୀ ଯେଉଁ ପିଓ ଥାନ୍ତି, ତାଙ୍କ ସହିତ ଆପଣମାନେ ଯୋଗାଯୋଗ କରନ୍ତୁ। ନିଜ ଗାଁର ଅଙ୍ଗନବାଡ଼ି କର୍ମୀ କିମ୍ବା ଆଶା କର୍ମୀକୁ ଆପଣ ଯୋଗାଯୋଗ କରି ଦେଖନ୍ତୁ, ନିଜ ବିଷୟରେ ଆପଣ ଷ୍ଟାଟସ ବିଷୟରେ କୁହନ୍ତୁ ଯେ ଆମର ଅଣ୍ଡର ପ୍ରୋସେସ ରହିଛି ବୋଲି। ଆପଣ ଯେଉଁ ଅଣ୍ଡର ପ୍ରୋସେସ ରହିଥିଲେ ଆପଣଙ୍କୁ ଚିନ୍ତା କରିବାର କିଛି ଦରକାର ନାହିଁ, କାହିଁକି ନା ଯେଉଁ ମହିଳାମାନଙ୍କର ଦେଖନ୍ତୁ ପୂର୍ବରୁ ଅଣ୍ଡର ପ୍ରୋସେସ ଥିଲା, ସେମାନଙ୍କୁ ମଧ୍ୟ ଏ ଯୋଜନାରୁ ସେମାନଙ୍କୁ ଟଙ୍କା ମିଳିଛି। ଆଉ ଯେଉଁମାନଙ୍କର ଦେଖନ୍ତୁ ଏଠାରେ ଏପ୍ରୁଭ ରହିଛି, ଏପ୍ରୁଭ ଥିଲେ ମଧ୍ୟ ଟଙ୍କାଟା ମିଳୁଛି, ଆଉ ଯାହାର ଅଣ୍ଡର ପ୍ରୋସେସ ଥିଲେ ମଧ୍ୟ ମିଳୁଛି। ହେଲେ ସମସ୍ତଙ୍କୁ ଗୋଟିଏ କଥା ମୁଁ କହୁଛି, ଦେଖନ୍ତୁ ସେମାନେ ବାୟୋମେଟ୍ରିକ ଜରିଆରେ ଇକ୍ୱାସି କରିନିଅନ୍ତୁ। କାହିଁକି ନା ଦେଖନ୍ତୁ ଯେଉଁମାନେ ପେଣ୍ଡିଂ ଅଛି ସେମାନେ ବାୟୋମେଟ୍ରିକ କରିଦିଅନ୍ତୁ। କାହିଁକି ନା ଯେଉଁମାନେ ବାୟୋମେଟ୍ରିକ କରିନାହାନ୍ତି, ସରକାର ତ ସବୁବେଳେ କହୁଛନ୍ତି ଯେ ବାୟୋମେଟ୍ରିକ ଜରିଆରେ ଇକ୍ୱାସି କରିନ୍ତୁ, କାହିଁକି ନା ହାତ ଚିହ୍ନ ଦେଇକରି କରିବେ କିମ୍ବା ସ୍କାନ ଯେଉଁଟା ଆଖି କରିବ। ତ ଦେଖନ୍ତୁ ନିଜ ନିଜର ଇକ୍ୱାସି ସେଣ୍ଟର କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ଆପଣମାନେ ବାୟୋମେଟ୍ରିକ ଜରିଆରେ କରିଦିଅନ୍ତୁ। ଏବଂ ଅଣ୍ଡର ପ୍ରୋସେସ ଥିଲେ ମଧ୍ୟ ଆପଣ ଚିନ୍ତା କରନ୍ତୁନି, କାହିଁକିନା ଅଣ୍ଡର ପ୍ରୋସେସ ଥାଇ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ 5,000 ଟଙ୍କା ଯିବ, ପ୍ରଥମ ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଆପଣ କେବଳ ବାୟୋମେଟ୍ରିକ ଜରିଆରେ ଇକ୍ୱାସି କରିବା ଥିବା ଦରକାର। ଯେଉଁ ହିତାଧିକାରୀଙ୍କର ଷ୍ଟାଟସ ଏମିତି ଯଦି ଶୋ କରୁଛି କମ୍ପ୍ଲିଟେଡ୍ ଏବଂ ବାୟୋମେଟ୍ରିକ ଏବଂ ଅଣ୍ଡର ପ୍ରୋସେସ, ଦେଖନ୍ତୁ ଏମାନେ ମଧ୍ୟ କିଛି ଚିନ୍ତା କରନ୍ତୁନି। ଆପଣଙ୍କର ଦେଖନ୍ତୁ এই ଜାନୁଆରୀ ମାସ ଭିତରେ ଯେଉଁ ତାରିଖ ଘୋଷଣା କରିବେ, ଯେଉଁ ତାରିଖ ଦିନ ସୁଭଦ୍ରା ଯୋଜନା ପ୍ରଥମ ଚତୁର୍ଥ ପର୍ଯ୍ୟାୟ ମିଳିବ ବୋଲି ସରକାର ଘୋଷଣା କଲେ, ଦେଖନ୍ତୁ ଏ ସ୍ୱୀକୃତି ସ୍ଥିତିରେ ଦେଖନ୍ତୁ ଅଣ୍ଡର ପ୍ରୋସେସ ଜାଗାରେ ଆପଣ ଏଠାରେ ଆପ୍ରୁଭାଲ ଶୋ କରିବ। ଏଠାରେ ଦେଖନ୍ତୁ ବର୍ତ୍ତମାନ ପେମେଣ୍ଟ ସ୍ଥିତିଟା ହଟାଇ ଦେଇଛନ୍ତି ସରକାର, ଏ ପେମେଣ୍ଟ ସ୍ଥିତି ମଧ୍ୟ ଶୋ କରିବ। ତ ଆପଣ ଜମା ଚିନ୍ତା କରନ୍ତୁ, ଅଣ୍ଡର ପ୍ରୋସେସ ଥିଲେ ମଧ୍ୟ ଆପଣଙ୍କୁ ଆପଣ ଏଇ ଯେଉଁ ସୁଭଦ୍ରା ଯୋଜନା ବାଦ ପଡ଼ିବେ ନାହିଁ, ଆପଣଙ୍କୁ ସମସ୍ତ ପର୍ଯ୍ୟାୟ ଟଙ୍କା ମିଳିବ। ତ ଆପଣ ଜମାରୁ ଚିନ୍ତା କରନ୍ତୁନି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନଙ୍କ ଯେଉଁ ଫିଲ୍ଡ ଭେରିଫିକେସନ ହେଇଛି ଦେଖନ୍ତୁ କିମ୍ବା ଯେଉଁମାନେ କରିନାହାନ୍ତି ଅତି ଶୀଘ୍ର କରାଇ ନିଅନ୍ତୁ। ଯେଉଁମାନେ ଦେଖନ୍ତୁ ଜମି ବାବଦକୁ ନେଇ ଯଦି ଆପଣଙ୍କର ନାମ ଯଦି ଅଯୋଗ୍ୟ ତାଲିକାରେ ପଳେଇ ଆସିଛି, ଆପଣ ଦେଖନ୍ତୁ ଭୁଲ ବଶତଃ ଦେଖନ୍ତୁ ଆସିଯାଇଛି, ଆପଣ ଦେଖନ୍ତୁ ବ୍ଲକକୁ ଯାଇ ଆପଣମାନେ କମ୍ପ୍ଲେନ କରିପାରିବେ କିମ୍ବା ଅଭିଯୋଗ ପୋର୍ଟାଲକୁ ଯାଇ ସୁଭଦ୍ରା ଯୋଜନା ଅଭିଯୋଗ ପୋର୍ଟାଲକୁ ଯାଇ ଆପଣମାନେ ଅଭିଯୋଗ କରିପାରିବେ ଯେ ଆମର ଭୁଲ ବଶତଃ ଆପଣ
जो फिल्ड भेरिफिकेसन होइतला फिल्ड भेरिफिकेसन अयोग्य तालिका नाम आसी आपण माने कंप्लेन करि पारिबे और जे माने योग्य तालिका नाम आसी देखो से माने खुशी हो जांतु सेमानंकु ए प्रथम किस्तीर चतुर्थ पर्याय मिलिबो और जे माने भूर वर्ष देखंतु अयोग्य तालिका नाम आसी कोन पे आसी सेटा आपण स्टाटस देखंतु चेक करि नियंतु आ आपण अभियोग मध्य करि पारिबे जे मानकर ए अयोग्य तालिका नाम आसी आछि से माने निज निज ब्लॉक को जाई आपण अभियोग करंतु किंबा अभियोग पोर्टल रे अभियोग करिंतु काहे कि नै जनवरी मासरे प्रथम किस्तीर चतुर्थ पर्याय मिल जिवो तो ता पूर्व आपण माने निज निजर सब भेरिफिकेशन कराइन तो जहाँ सब रही सब अति शीघ्र करदेले देखो ये योजनार आपण माने बात पड़िबे नै आपण योजनार फायदा पाई पारिबे आपण माने जदि निज निज जिल्ला रही फिल्ड भेरिफिकेशन लिस्ट देखिबा चाहूतिला हम कमेंट बॉक्स रे कमेंट करि दियंतु निज जिल्ला नाम निज ब्लॉक निज ग्राम पंचायत नाम कमेंट करि दियंतु तो दर्शक बंधु मान आज वीडियो रे ये अपडेट थिला अधिक किछि जानिबा चाहूतिले कमेंट करि दियंतु एबे चैनल सब्सक्राइब करि रखंतु प्रतिदिन आसुतो अपडेट पाई पारिबे पुणी गोटे नेक्स्ट वीडियो देखा हेबो थैंक यू नमस्कार जय जगन्नाथ।